8:30 ବେଳକୁ ଏକ ବିଶେଷ ସୂତ୍ରରୁ ଖବର ପାଇଲି ଯେ ନୀଳପଥର ମାଫିଆ ମାନେ ଜଟାଧାରୀ ଶଗଡ଼ଗୁଡ଼ା ଜଟାଧାରୀ ପାହାଡ଼ରୁ ଗାଡ଼ିରେ ଚୋରି କରି ନେବେ ବୋଲିକି ଖବର ମୁଁ ପାଇଲି। ତାପରେ ତୁରନ୍ତ ମୁଁ ଡୁବୁରି ଷ୍ଟାଫଙ୍କ ସହିତ କଥା ହେଇକି ମୁଁ ମୋ ମୋଟରସାଇକେଲ TVS ମୋଟରସାଇକେଲରେ ବାହାରିଥିଲି ଟମକାରୁ ଡୁବୁରିକି। ତ ମୁଁ ଯେତେବେଳେ ବାହାରିଲା ପରେ ଫୁଲଝର ପାଖରେ ମୁଁ ଯେତେବେଳେ ଫୁଲଝର ଛକ ପାସ୍ କରିଛି ସେହି ସମୟରେ ରଥପଦା ପାଖାପାଖି ହେଲାବେଳେ ଗୋଟେ ଅଲ୍ଟୋ ଗାଡ଼ିଟି ମୋତେ ପିଛା କରିଥିଲା। ଅଲ୍ଟୋ ଗାଡ଼ିଟି ମୁଁ ଯେତେବେଳେ ତାରି ଛକ ପହଞ୍ଚିଲି ସେ ଅଲ୍ଟୋ ଗାଡ଼ିଟି ମୋତେ ଆଡ଼ ପକାଇକି ଆଗରେ ବ୍ରେକ୍ କରିକି ରହିଲା। ମୁଁ ବି ମୋ ବାଇକ୍ଟାକୁ ବ୍ରେକ୍ କଲି ତୁରନ୍ତ ଏ ଅଲ୍ଟୋ ଗାଡ଼ିଟି କାହିଁକି ପିଛା କରିକି ମୋ ଆଗରେ ଆଡ଼ ପକାଇଲା ବୋଲିକି। ତାପରେ କିଛି ବାଟ ଧୀରେ ଧୀରେ ସେ ଆଗକୁ ଗଲା। ତାପରେ ମୁଁ ସେଥିରେ ଯେହେତୁ ରାତିଟା ଥିଲା 9ଟା ପାଖାପାଖି ସମୟ ହେଇଥିଲା ସେଇ ସମୟରେ ମୁଁ ଆଉ ତାକୁ ନମ୍ବରଟା ଦେଖିପାରିଲିନି। ତାପରେ ସେ ଧୀରେ ଧୀରେ ଦୁର୍ଗାପୁର ଆଡ଼କୁ ଯାଇଥିଲା NHରେ। ମୁଁ ତା ପଛେ ପଛେ ଆସ୍ତେ ଆସ୍ତେ ଯାଇଥିଲି ଏବଂ ଦୁର୍ଗାପୁରର ଫାଷ୍ଟ ହମ୍ପସ୍ ପାଖରେ ଯେତେବେଳେ ଲେଫ୍ଟ ସାଇଡ଼୍ରେ ଆଉ ଥରେ ସେ ମୋତେ ଆଡ଼ ପକାଇଥିଲା ବ୍ରେକ୍ କରିଥିଲା ସେହି ସମୟରେ ସେ ଅଲ୍ଟୋ ଗାଡ଼ିର ନମ୍ବରଟାକୁ ମୁଁ ପଢ଼ି ଦେଇଥିଲି ଭଲ ଭାବରେ, ଯେଉଁଟାକି ସ୍କାଏ କଲର୍ ଅଲ୍ଟୋ ଗାଡ଼ି ଥିଲା ଏବଂ ଗାଡ଼ିର ନମ୍ବର ହେଲା OR 07M 2797। ତାପରେ ମୁଁ ଯେତେବେଳେ ପାସ୍ କରିଛି ଫାଷ୍ଟ ହମ୍ପ ଦୁର୍ଗାପୁର, ସେକେଣ୍ଡ ହମ୍ପସକୁ ପୁଣି ସେ ଯାଇକି ରାଇଟ୍ ସାଇଡ଼୍ରେ ଇଣ୍ଡିକେଟର ଦେଇକି ମୋତେ ଆଡ଼ ପକାଇବାକୁ ଚେଷ୍ଟା କରିଥିଲା ଏବଂ ସେ ରାଇଟ୍ ସାଇଡ଼୍କୁ ଗଲା ପରେ ଯାଉଥିବା ସମୟରେ ମୁଁ ତା'ର ବାଁ ପଟରେ କ୍ରସ୍ କରିଥିଲି। ସେ କ୍ରସ୍ କରିବା ସମୟରେ ମୁଁ ଦେଖିବାକୁ ପାଇଲି ଯେ ସେ ଯେଉଁ ଅଲ୍ଟୋ ଗାଡ଼ିରେ OR 07M 2797 ଅଲ୍ଟୋ ଗାଡ଼ିରେ ନୀଳପଥର ମାଫିଆ ଏଇ ଏରିଆର ବାଦଲ ଜେନା ଓରଫ ରଙ୍ଗବଲ୍ଲଭ ଜେନା, ବାପା ନାଁ ହେଲା ଜଗବନ୍ଧୁ ଜେନା, ସେ ବାମ ପାର୍ଶ୍ୱ ଆଗରେ ବସିଥାଏ ଏବଂ ମୋଟା ହେଇ ଗୋଟେ ଲୋକ ଡ୍ରାଇଭ୍ କରୁଥାଏ ଏବଂ ପଛ ସିଟ୍ରେ ଆଉ ଜଣେ ଲୋକ ବସିଥାଏ। ସେମାନେ ଦୁର୍ଗାପୁରର ରାଇଟ୍ ସାଇଡ଼୍ରେ ମୋତେ କାଟିଲା ପରେ ସେ କଟିଂରେ ଠିଆ ହେଇକି ରହିଲେ ଏବଂ ମୁଁ କିଛି ବାଟ ସେ କ୍ରସ୍ କଲା ପରେ ରାମଠେଙ୍ଗା ପଛକୁ ସେ ବାଁ ପଟରେ ସାଇଡ଼୍ କରିକି ରଖିଥିଲା ଏବଂ ମୁଁ ତୁରନ୍ତ ଆଉ ଥରେ ଫୋନ୍ ପକେଟରୁ ବାହାର କରିକି ମୁଁ ଡୁବୁରି ଷ୍ଟାଫଙ୍କୁ ଇନଫର୍ମ କରିଥିଲି ସେ ଗାଡ଼ିଟା ସାଇଡ଼୍ କରିଛି, ମୋତେ ବି ଫଲୋ କରୁଛି ବୋଲିକି। ଏବଂ ସେହି ସମୟରେ ମୁଁ ସେ ଗାଡ଼ିଟାକୁ ଯେତେବେଳେ ଓଭରଟେକ୍ କରିକି ମୁଁ ଯାଇଛି ବାଁ ପଟକୁ, ରାସ୍ତାର ବାଁ ପଟକୁ ମୁଁ ଧୀରେ ଧୀରେ ଚଲେଇଥାଏ। ସେହି ସମୟରେ ସେ ଗାଡ଼ିଟି ମୋ ପଛପଟରୁ ଦ୍ରୁତ ଗତିରେ ଆସିକି ମୋତେ ଜୋରସୋର ଧକ୍କା ଦେଇଥିଲା ଏବଂ ସାଇଡ଼୍ ମାରି ଦେଇଥିଲା, ଯେଉଁଟାକି ମୁଁ ବାଁ ପଟକୁ ପଡ଼ିଯାଇଥିଲି। ମୋର ନମ୍ବର ପ୍ଲେଟ୍ ଭାଙ୍ଗି ଯାଇଥିଲା ସାଇଡ଼୍ରେ ଏବଂ ସାଇଲେନ୍ସର୍ ବି ଦାଗ ହେଇଯାଇଛି ଏବଂ ଲେଗ୍ ଗାର୍ଡ଼ରେ ଗାଡ଼ିଟା ବି ବାଜିଥିଲା ଏବଂ ହ୍ୟାଣ୍ଡେଲରେ ତା'ର ମିରରର ବାଁ ପଟର କାର୍ର ବାଁ ପଟ ମିରରଟି ବାଜିକି ତା'ର ଭାଙ୍ଗିକି ସେଇ ଜାଗାରେ ପଡ଼ିଯାଇଥିଲା ଏବଂ ମୁଁ ବି ବାଁ ପଟକୁ ପଡ଼ିଯାଇଥିଲି। ପଡ଼ିଗଲା ପରେ ମୁଁ ତୁରନ୍ତ ଡୁବୁରି ଷ୍ଟାଫଙ୍କୁ ଆଉ ଥରେ ଫୋନ୍ କଲି ଯେ ସେ ବାଦଲ ଜେନା ମାଫିଆ, ପଥର ମାଫିଆ, ସେ ମୋତେ ଧକ୍କା ଦେଇକି ରାମଠେଙ୍ଗା ପଛକୁ ପଳାଇଛି, ତାକୁ ଡୁବୁରି ଛକ ଆଡ଼େ ତୁମେ ଘେରିକି ରଖ ବୋଲିକି କହିଥିଲି। ଏବଂ ଏହାର ପରବର୍ତ୍ତୀ ସମୟରେ ମୁଁ ଉଠିକି ମୁଁ ଯେତେବେଳେ ବାଇକ୍ କରିକି ସିଆଡ଼କୁ ଯାଇଥିଲି ତାପରେ ଆମେ ଡୁବୁରି ଷ୍ଟାଫଙ୍କ ସହିତ ଆଉ ଥରେ ମିଶିକି ସେ ସ୍ପଟ୍କୁ ଦେଖିଲା ପରେ ସେ କାଚ ଫାଚ ଭାଙ୍ଗିକି ପଡ଼ିଥିଲା ଏବଂ ମୁଁ ପଡ଼ିଥିବା ଜାଗାଟାକୁ ଦେଖିଲୁ ଏବଂ ଆମେ ପେଟ୍ରୋଲିଂ ବି ମଧ୍ୟ କରିଥିଲୁ। ତାପରେ ଆମେ ସାର୍ଙ୍କ ସହିତ କଥା ହେଇକି କଳିଙ୍ଗନଗର ଥାନାରେ FIR ଦେଇଥିଲୁ। ଏ ବିଷୟରେ ଗୋଟେ ସେ ରିପୋର୍ଟ କରିଛନ୍ତି ଆମର କଳିଙ୍ଗନଗର ଥାନାରେ। ଆମର କେସ୍ ନମ୍ବର 249/25 କେସ୍ ରେଜିଷ୍ଟ୍ରେସନ ହେଇକରି ମାମଲା ତଦନ୍ତ ଚାଲିଛି। ତାଙ୍କର ଇଞ୍ଜୁରୀ କିଛି ନାହିଁ, ଯାହା ମୁଁ ବୁଝୁଥିଲି, କଥା ହଉଥିଲି IACଙ୍କ ସେଥିରେ, ଇଞ୍ଜୁରୀ କିଛି ନାହିଁ। ଷ୍ଟିଲ୍ ଦେନ୍ ଯେହେତୁ ସେ ଗୋଟେ ସରକାରୀ କର୍ମଚାରୀ ଦେଇଛନ୍ତି, ଆମେ ତାକୁ ଡିଟେଲ ଇନଭେଷ୍ଟିଗେସନ କରିବୁ ଏବଂ ଆକ୍ୟୁଜଙ୍କ ବିରୁଦ୍ଧରେ ଷ୍ଟେପ୍ ନେବୁ। ସେ ଲେଖିଛନ୍ତି ଯେ ତାଙ୍କର କ'ଣ ଆଗରୁ ସେ କ'ଣ ପଥର ବ୍ୟବସାୟ କରୁଥିଲେ ଏବଂ ସେଇ ଇଏରେ କରିକି ତାଙ୍କୁ ଗାଡ଼ିରେ ଚେଷ୍ଟା କରିଥିଲେ, କିନ୍ତୁ ଇଞ୍ଜୁରୀ ତାଙ୍କ ଦେହରେ ନାହିଁ। କିନ୍ତୁ ଆମେ ଦେଖିବୁ, ତଦନ୍ତ କରିବୁ, ଜଣାପଡ଼ିବ।